ଏହି ଦୁଇଟି ସଂକେତରୁ ଜାଣନ୍ତୁ ତୁମେ ଯାହାକୁ ଚାହୁଁଛ ସିଏ ବି ତୁମ କଥା ଭାବୁଛି। ସତ କହି ହୃଦୟ ଭାଙ୍ଗିଦିଅ ଚଳିବ, କିନ୍ତୁ ମିଛ କହି କାହା ବିଶ୍ୱାସ ଭାଙ୍ଗନି। ସମ୍ପର୍କ ପାଇଁ ସମୟ ବାହାର କର, ନହେଲେ ସମୟ ସମ୍ପର୍କକୁ ବାହାର କରିଦେବ। ତୁମେ ଯେତେ ବି ଭଲ ହୋଇଥାଅ, କିନ୍ତୁ ଏକଥା କେବେ ବି ହେବନି କି ତୁମେ ସମସ୍ତଙ୍କ ପାଇଁ ଭଲ ରହିବ। ଏମିତି କାହାକୁ ବି ବିଶ୍ୱାସ କର ନାହିଁ, ନହେଲେ ବିଶ୍ୱାସ ଭାଙ୍ଗିଲେ ତୁମେ ବି ଭାଙ୍ଗିଯିବ। ଯେବେ କେହି ଆଗରୁ ଭଲ କଥା ହେଉଥିଲେ କିନ୍ତୁ ଏବେ ଇଗ୍ନୋର କରୁଛନ୍ତି, ତେବେ ବୁଝିଯାଅ କି ତାଙ୍କର ସ୍ୱାର୍ଥ ସରିଗଲା ବୋଲି। ଆଜିକାଲି ଲୋକ ସ୍ୱାର୍ଥକୁ ଭଲ ପାଆନ୍ତି, ସମ୍ପର୍କକୁ ନୁହଁ। ସମୟ ଆଉ ସମ୍ପର୍କ ସମସ୍ତଙ୍କୁ ମାଗଣାରେ ମିଳିଯାଏ, କିନ୍ତୁ ଏହାର ପ୍ରକୃତ ମୂଲ୍ୟ ସେତେବେଳେ ବୁଝାପଡ଼େ ଯେବେ ଏଇ ପାଖରେ ନଥାଏ। ଇଏ ଇଜ୍ଜତରେ ଡିସ୍କାଉଣ୍ଟ ପୁଣି କ'ଣ? ଯେବେ ମିଳେ ପୁରା ମିଳେ, ଆଉ ଯେବେ ଯାଏ ସବୁ ଚାଲିଯାଏ। ହଁ, ଆମେ ବି ଭଲ ମଣିଷ, କିନ୍ତୁ ସେ ପର୍ଯ୍ୟନ୍ତ ଯେଉଁ ପର୍ଯ୍ୟନ୍ତ ସମସ୍ତଙ୍କ କାମରେ ଆସିଥାଉ। ପ୍ରେମ ଆଉ ମଦ ନିଶା ଦୁହିଁଙ୍କର ଅଛି। ଫରକ ଏତିକି, ମଦ ନିଶା ନିଶାରେ ଶୁଆଇ ଦେଇଥାଏ, ଆଉ ପ୍ରେମ ନିଶା ଲୁହରେ ଭିଜେଇ ଦେଇଥାଏ। କିଛି ପ୍ରେମ ଠିକ୍ ମଣିଷ ସହ ଭୁଲ ସମୟରେ, ଭୁଲ ବୟସରେ ଆଉ ଭୁଲ ସ୍ଥାନରେ ହୋଇଥାଏ, ଯାହାକୁ ନ ପାଇବାର କଷ୍ଟ ସାରା ଜୀବନ ହୋଇଥାଏ। ଯିଏ ଆପଣଙ୍କୁ ଦୁଃଖରେ ଦେଖି ନିଜେ ବି ଦୁଃଖୀ ହୋଇଯାଏ, ସିଏ କେବେ ବି ଜାଣି ଜାଣି ଆପଣଙ୍କୁ ଦୁଃଖ ଦେବ ନାହିଁ। ମୋର ତୁମେ ଆଜି ଅଛ, ଆଉ କାଲି ବି ମୋର ରହିବ। ମୋ ଉପରେ ବିଶ୍ୱାସ କର। ମୋ ଠାରୁ ଅଧିକ ତୁମକୁ ଆଉ କେହି ବି ଭଲ ପାଇବେ ନାହିଁ। ତୁମେ ମୋ ଜୀବନ, ତୁମେ ମୋର ସବୁ କିଛି। ଏହି କେତୋଟି ଲାଇନ୍ ନା ସମସ୍ତେ ପ୍ରେମରେ କୁହନ୍ତି। ତୁ ଏମିତି କିଏ କି? ତୋ ଭଳି ମୋତେ ହଜାର ମିଳିବେ। ତୋତେ ଭଲ ପାଇ ମୋର ସବୁଠୁ ବଡ଼ ଭୁଲ ହେଲା ପୁଣି ଏମିତି ଧୋକା ଦେଲା ବେଳେ କୁହନ୍ତି। ମୁଁ ପଚାରୁଛି, କାହିଁକି ମିଛ ପ୍ରେମ କରନ୍ତି? ଯଦି ପ୍ରେମକୁ ସମ୍ଭାଳିବାର ତାକତ ନାହିଁ, ତୁଲେଇବାର ଜିଦ୍ଦି ଯଦି ଉଭୟଙ୍କ ପାଖରେ ଥାଏ, ତେବେ କୌଣସି ବି ସମ୍ପର୍କ ସହଜରେ ଭାଙ୍ଗିଯାଏନି। ସ୍ୱପ୍ନରେ ଦୁନିଆ ଠାରୁ ଏହି ବାସ୍ତବ ଦୁନିଆ ବହୁତ ଅଲଗା। ଦେଖାଯାଏ ବହୁତ କିଛି, ହେଲେ ବାସ୍ତବରେ କେତେ ସତ ହୁଏ ନାହିଁ। ଲୋକ କୁହନ୍ତି ସମ୍ପର୍କ ଭିତରେ ସରି ଆଉ ଥ୍ୟାଙ୍କ୍ସ କୁହାଯାଏନି, ହେଲେ କେବଳ ସରି ଆଉ ଥ୍ୟାଙ୍କ୍ସ ପାଇଁ ଆଜି ବହୁତ ସମ୍ପର୍କ ବଞ୍ଚିକି ଅଛି। ଆପଣ ସାମ୍ନା ଲୋକଙ୍କ ପାଇଁ ସେତେ ବି ଭଲ ହୁଅନ୍ତୁ ଯେତିକି ସାମ୍ନା ଲୋକ ଆପଣଙ୍କ ପାଇଁ ଭଲ ହୋଇଥାନ୍ତି, ଆଉ ସେତିକି ଖରାପ ହୁଅନ୍ତୁ ଯେତିକି ସାମ୍ନା ଲୋକ ଆପଣଙ୍କ ପାଇଁ ଖରାପ ଅଟନ୍ତି। ଏହି ଦୁଇଟି ସଂକେତରୁ ଜାଣନ୍ତୁ ତୁମେ ଯାହାକୁ ଚାହୁଁଛ ସିଏ ବି ତୁମ କଥା ଭାବୁଛି। ପ୍ରଥମ ସଂକେତ ଏହା କି ତୁମେ କୌଣସି କାମରେ ବ୍ୟସ୍ତ ଥିବ, କିନ୍ତୁ ହଠାତ୍ ତାଙ୍କ କଥା ମନେ ପଡ଼ିଯିବ। ଦ୍ୱିତୀୟ ସଂକେତ ଏହା କି ତୁମେ ନ ଚାହୁଁଥିଲେ ମଧ୍ୟ ତାଙ୍କ ନାଁ କୌଣସି ନା କୌଣସି ମାଧ୍ୟମରେ ତୁମ ସାମ୍ନାକୁ ଆସିଯିବ। ଅନ୍ୟ ପାଇଁ ବଞ୍ଚିବାର ଇଚ୍ଛା ଏବଂ ଅନ୍ୟ ଉପରେ ଆଶା ଭରସା ଜୀବନରେ ଯେତେ କମ୍ ରଖିବ, ଜୀବନରେ ଖୁସି ଆଉ ସମୃଦ୍ଧି ସେତେ ଅଧିକା ମିଳିବ। ପଥର ସେ ପର୍ଯ୍ୟନ୍ତ ଶକ୍ତିଶାଳୀ ଅଛି ଯେ ପର୍ଯ୍ୟନ୍ତ ପାହାଡ଼ ସହିତ ମିଶିକରି ଅଛି, ଆଉ ପ୍ରେମ ସେ ପର୍ଯ୍ୟନ୍ତ ବିଶ୍ୱାସର ସହିତ, ଭରସାର ସହିତ ଅଛି ଯେ ପର୍ଯ୍ୟନ୍ତ ମନର ମଣିଷ ପାଖରେ ଅଛି। କାହା ଉପରେ ରାଗ ଅଭିମାନ କର, କିନ୍ତୁ କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ, କାରଣ କଥାବାର୍ତ୍ତା ବନ୍ଦ ହୋଇଗଲେ ସମସ୍ୟାର ସମାଧାନ ବନ୍ଦ ହୋଇଯାଇଥାଏ, ଓଲଟା ସମାଧାନ ସବୁ ବଢ଼ି ଯାଇଥାଏ। କେବେ ବି ସେହି ମଣିଷକୁ ମିଛ କୁହନ୍ତୁ ନାହିଁ ଯିଏ ଆପଣଙ୍କ ମିଛକୁ ବି ସତ ବୋଲି ମାନିଯାଏ, କାହିଁକି ନା ଯଦି ଥରେ ତୁମ ଉପରୁ ତାର ବିଶ୍ୱାସ ଚାଲିଯିବ ନା, ଆଉ କେବେ ବି ସେ ତୁମ ଉପରେ ବିଶ୍ୱାସ କରିବ ନାହିଁ। ମନକୁ ଯେତେ ନିର୍ମଳ ରଖିବ, ସାରା ଜଗତଟା ସେତେ ନିର୍ମଳ ଦିଶିବ। ନିଜକୁ ଯେତେ ସତ୍ ରଖିବ, ସାରା ସଂସାରଟା ସେତେ ସତ୍ ଲାଗିବ। ସମ୍ମାନ ବଦଳରେ ସମ୍ମାନ କମ୍ ଦିଅ ଚଳିବ, କିନ୍ତୁ ଅପମାନ ବଦଳରେ ଅପମାନ ଶୁଦ୍ଧ ମୂଳ ସହିତ ଫେରାଇ ଦେବା ଉଚିତ। ଦୁଇଟି ଗୁଣ ଜୀବନରେ ବହୁତ କାମରେ ଆସିଥାଏ। ପ୍ରଥମ, ନୀରବ ରହିବା, କାରଣ ନୀରବତା ଠାରୁ ବଡ଼ ଉତ୍ତର ସଂସାରରେ କିଛି ନାହିଁ। ଦ୍ୱିତୀୟଟି ହେଲା କ୍ଷମା କରିବା, କାରଣ କ୍ଷମା କରିବା ଲୋକଙ୍କଠୁ ବଡ଼ ହୃଦୟବାନ ଲୋକ କେହି ନଥାନ୍ତି। ବେଳେବେଳେ ଏମିତି ସମୟ ଆସେ, ଭୁଲ ନଥାଇ ବି ହାତ ଯୋଡ଼ିଦେଲେ ଭାଙ୍ଗି ଯାଉଥିବା ସମ୍ପର୍କ ପୁଣି ଥରେ ଗଢ଼ି ଉଠେ। ଭଲ କଥା କହୁଥିବା ସବୁ ମଣିଷ ଭଲ ନୁହନ୍ତି, କାହିଁକି ନା ଆଜିକାଲି ଷଡ଼ଯନ୍ତ୍ର କରୁଥିବା ମଣିଷ ବେଶୀ ମିଠା ମିଠା କଥା କହିଥାନ୍ତି। ସମୟ ଏବଂ ଶିକ୍ଷକ ଏଇ ଦୁଇଜଣ ଆମକୁ ଶିକ୍ଷା ଦିଅନ୍ତି। କେବଳ ପାର୍ଥକ୍ୟ ଏତିକି, ଶିକ୍ଷକ ଶିକ୍ଷା ଦେଲା ପରେ ପରୀକ୍ଷା କରନ୍ତି, କିନ୍ତୁ ସମୟ ପରୀକ୍ଷା କଲା ପରେ ଶିକ୍ଷା ଦେଇଥାଏ। ଠାରୁ ନୀରବତା ଭଲ,
ପ୍ରତିଶୋଧ ନେବାଠାରୁ ରାସ୍ତା ବଦଳାଇ ଦେବା ଭଲ। ଭଲ ଆଉ ସ୍ୱାର୍ଥବାଦୀ ମଣିଷ ସହ ଚାଲିବା ଅପେକ୍ଷା ଏକା ଚାଲିବା ବହୁତ ଭଲ ହୋଇଥାଏ। ଜନ୍ମରୁ କେହି କାହାର ମିତ୍ର ବା ଶତ୍ରୁ ହୋଇ ଜନ୍ମ ହୋଇନଥାଏ। ବ୍ୟବହାରର ଉଚିତ ସଂସ୍କାର ପାଇଁ ମିତ୍ର ଆଉ ଶତ୍ରୁ ସୃଷ୍ଟି ହୋଇଥାଏ। ଦରକାର ଠାରୁ ଅଧିକ ମିଳିଲେ ତାହା ଭାଗ୍ୟ କୁହନ୍ତି। ଭଗବାନ ଦେଇଥିବା ସବୁକିଛି ଥାଇ ପଛେ ଯିଏ କାନ୍ଦୁଥାଏ ତାକୁ ଦୁର୍ଭାଗ୍ୟ କୁହନ୍ତି। ଆଉ ଜୀବନରେ ଅଳ୍ପ ପାଇ ଯିଏ ଖୁସି ହୁଏ ତାକୁ ଭାଗ୍ୟବାନ କୁହନ୍ତି। ସୁଖ ଏବଂ ଦୁଃଖ ଜୀବନରେ ସମସ୍ତ ପାଖକୁ ଆସିଥାଏ। ଗର୍ବ କରନ୍ତୁ ନାହିଁ ଯେତେବେଳେ ସୁଖ ଆପଣଙ୍କ ପାଖକୁ ଆସୁଛି। ଆଉ ଦୁଃଖ ସମୟରେ ଟିକେ ଅପେକ୍ଷା କରନ୍ତୁ, ସୁଖ ନିହାତି ଭାବରେ ଆସିବ। ଆଜିକାଲି ସମସ୍ତେ ଭାବନ୍ତି କେଉଁ ପୋଷାକ ପିନ୍ଧିଲେ ମୁଁ ସୁନ୍ଦର ଦେଖାଯିବି, କିନ୍ତୁ କେଉଁ କର୍ମ କଲେ ମୁଁ ଭଗବାନଙ୍କୁ ଭଲ ଲାଗିବି ଏକଥା କେହି ବି ଭାବନ୍ତି ନାହିଁ। ଭୁଲ ଜୀବନର ଗୋଟିଏ ପୃଷ୍ଠା ଅଟେ, କିନ୍ତୁ ସମ୍ପର୍କ ଗୋଟିଏ ବହି। ଯଦି ଦରକାର ପଡ଼େ ତାହେଲେ ଭୁଲ ପୃଷ୍ଠାଟିକୁ ଚିରି ଦିଅନ୍ତୁ, କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ ନିଜ ଜୀବନରୁ ହରାନ୍ତୁ ନାହିଁ। ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ। ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ କରିନାହିଁ ତାହା ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଆଜି ପାଇଁ ଏତିକି। ଆଉ ଭିଡ଼ିଓଟି କେମିତି କ'ଣ ଲାଗିଲା କମେଣ୍ଟ କରିବା ପାଇଁ ଜମା ବି ଭୁଲିବେନି। ଆଉ ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥାଏ ତାହେଲେ ଗୋଟେ କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ, ଆମ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ପାଖରେ ଆସୁଥିବା ବେଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଆମର ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ରହୁଛୁ, ନମସ୍କାର, ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ସମସ୍ତେ। ପୁଣି ଦେଖା ହେବ ଆଉ ଗୋଟେ ଏଇଭଳି ନୂଆ ମୋଟିଭେସନାଲରେ। ରହୁଛୁ, ନମସ୍କାର, ଜୟ ଜଗନ୍ନାଥ, ଧନ୍ୟବାଦ।